ନାଇଁ ମୁଁ ଆଜି ସୋସିଆଲ ଅଡିଟ୍ ଆମର ନରେଗାର ପ୍ରତିବର୍ଷ କରାଯାଏ। ଯୋଉଟା ବିଗତ ବର୍ଷରେ ଯୋଉ କାର୍ଯ୍ୟଗୁଡ଼ିକ କରାଯାଇଛି ନରେଗାରେ ଆମର ଭିଲେଜ ରିସୋର୍ସ ପର୍ସନ ଭିଆରପି ଆପଏଣ୍ଟ ହେଇଥାନ୍ତି। ତାକୁ ବ୍ଲକ ସୋସିଆଲ ଅଡିଟର ଏବଂ ଜିଲ୍ଲା ସ୍ତରରେ ଡିଷ୍ଟ୍ରିକ୍ଟ ସୋସିଆଲ ଅଡିଟର ଅଛନ୍ତି। ତ ନରେଗା କାମ ଗୁଡ଼ିକର ଗୋଟେ ସୋସିଆଲ ଅଡିଟ୍ କରାଯାଏ, ସାମାଜିକ ମୂଲ୍ୟାୟନ ଗୋଟେ କରାଯାଏ। ସେଗୁଡ଼ିକ ବ୍ୟତିକ୍ରମ ଆମେ ଦେଖୁ, କାଗଜପତ୍ରରେ ହଉ କିମ୍ବା ଫିଲ୍ଡରେ ହଉ ସେଗୁଡ଼ିକ ରିପୋର୍ଟ କରାଯାଏ ଏବଂ ରିପୋର୍ଟ ହେଲା ପରେ ସେଗୁଡ଼ିକ ଗ୍ରାମ ସଭାରେ ସମ୍ପୃକ୍ତରେ ପଡ଼ି ତାର ବିଚାର କରାଯାଏ। ଗ୍ରାମ ସଭାରେ ଯୋଉଗୁଡ଼ିକ ଅଧିକାଂଶ କେସ୍ ଯୋଉଟା ଫଇସଲା ହେଇଯାଏ, ଯୋଉଟା ହୋଇପାରେ ନାହିଁ ତାକୁ ଆସେ ଜିଲ୍ଲା ଲେବୁଲରେ, ପ୍ରତି ବ୍ଲକ ଲେବୁଲରେ ଆମେ ଜଣେ ଉପରିସ୍ଥ ଅଧିକାରୀ ଆସିକି ତାକୁ ସୋସିଆଲ ଅଡିଟ୍ କରନ୍ତି। ସେଥିରେ ଆମେ ଦେଖିଲୁ ଯେ ଭଣ୍ଡାରୀ ପୋଖରୀ ବ୍ଲକରେ ବହୁତ ଗୁଡ଼େ କାର୍ଯ୍ୟ ଯେହେତୁ କରାଯାଇଛି, ତାର କିଛି କିଛି ଜାଗାରେ ମେନଲି ଲାଇନ୍ ଡିପାର୍ଟମେଣ୍ଟ, କାଡା ଏବଂ ହର୍ଟିକଲଚରର କିଛିଟା କାର୍ଯ୍ୟରେ ବ୍ୟତିକ୍ରମ ଅଛି। କାର୍ଯ୍ୟ ଫିଲ୍ଡରେ ଯଦିଓ ଅଛି, ତାର କାଗଜପତ୍ରରେ କିଛି ମାନେ ୱାଣ୍ଟିଂ ଅଛି। ଫିଲ୍ଡ ଠିକ୍ ଭାବେ ରେକର୍ଡ ମେଣ୍ଟେନାନ୍ସରେ କିଛି ଅସୁବିଧା ରହିଛି, ସେଗୁଡ଼ିକ ଆମେ ସଜେସନ ଦେଇଛୁ। ତାଙ୍କୁ 7 ଦିନ ମଧ୍ୟ ସମୟ ଦେଇଛୁ ରେକର୍ଡ ଗୁଡ଼ିକ କରିବେ। କିଛି ଜାଗାରେ ଯୋଉ ଜାଗାରେ ଯେତିକି କାମ ହବା କଥା ହେଇନାହିଁ ବୋଲି ଯୋଉଟା ପ୍ରମାଣିତ ମଧ୍ୟ ହେଉଛି, ଆମେ ସମ୍ପୂର୍ଣ୍ଣ କଷ୍ଟ ରିକଭରି ମଧ୍ୟ କରାଇବା ପାଇଁ ନିର୍ଦ୍ଦେଶ ଦେଇଛୁ। ବ୍ଲକରେ ମଧ୍ୟ ଯୋଉ କାର୍ଯ୍ୟ ଗୁଡ଼ିକ ହେଇଛି ସେଗୁଡ଼ିକ ମଧ୍ୟ ଆମେ ଆଜି କରିଛୁ। ଟୋଟାଲ 105ଟି ପ୍ରକଳ୍ପର ଆମେ ମୂଲ୍ୟାୟନ କଲୁ ଏବଂ ସେ ଭିତରୁ ଆମେ 7 days ଟାଇମ୍ ମଧ୍ୟ ଦେଇଛୁ। ଯୋଉଗୁଡ଼ିକ କେସ୍ ରେକର୍ଡ ପ୍ରଡକ୍ସନ ପାଇଁ ୱାଣ୍ଟିଂ ଅଛି, କିନ୍ତୁ ଯୋଉମାନେ ଡିଲେ ପ୍ରଡକ୍ସନର ମଧ୍ୟ ଯୋଉ ପେନାଲ୍ଟି ରହିଛି ତାକୁ ମଧ୍ୟ ଆମେ ଇମ୍ପୋଜ ଆଜି କରିଛୁ। ଆମର ବିଶେଷ ଆମର ଏଇ ଯୋଉ କାର୍ଯ୍ୟକ୍ରମର ତାର ତାର ଅବଜେକ୍ଟିଭ ହଉଛି ଯେ କିପରି ଭାବେ ସମସ୍ତେ ସଚେତନ ହେବେ ଆଉ ଲୋକମାନେ ଜାଣିବେ। ଯେହେତୁ କିଛି ଷ୍ଟେକ୍ ହୋଲ୍ଡର ମାନେ ଥିଲେ ଆପଣମାନଙ୍କ ମାଧ୍ୟମରେ ହଉ ମଧ୍ୟ ଜାଣିଛେ ନରେଗା ଗୋଟେ ବହୁତ ସୁଦୂର ପ୍ରସାରୀ ତାର ପ୍ରଭାବ ରହିଛି, ଯୋଉଥିରେ କି ସମାଜର ତଳସ୍ତରରେ ଥିବା ଗରିବ ଲୋକମାନେ କାମ ପାଆନ୍ତି, ନିଜର ହକ୍ ସେମାନେ ଏଥିରେ ଜାଣିପାରିବେ ତଥା ଠିକ୍ ଭାବେ ସରକାରୀ କଳ ମଧ୍ୟ ସଚେତନ ହବ ଏବଂ ଯେଉଁ ଲୋକ ଯେଉଁ କାର୍ଯ୍ୟ କରିଛନ୍ତି ସେଇ ମାନ ଅନୁସାରେ ସେ କାର୍ଯ୍ୟ ଅନୁସାରେ ସେମାନଙ୍କୁ ମଧ୍ୟ ପ୍ରାପ୍ୟ ଦିଆଯିବ। ଏ ଦିଗରେ ଆମେ ପ୍ରଯତ୍ନଶୀଳ ହେବା ଏବଂ ଆଜି ସଫଳ ଭାବେ ଆମେ କଣ୍ଡକ୍ଟ କରିଛୁ ସୋସିଆଲ ଅଡିଟ୍। ନିଶ୍ଚିତ ଭାବେ ୟା ପ୍ରଭାବରେ ଆଗାମୀ ଦିନ ମାନଙ୍କରେ ଭଣ୍ଡାରୀ ପୋଖରୀ ପଞ୍ଚାୟତ ସମିତିରେ ନରେଗାରେ ସ୍ୱଚ୍ଛତା ଆସିବ ଆହୁରି ଏବଂ ଭଲ ମାନର କାମ ମଧ୍ୟ ହବ। ମେସିନ୍ କାମ କରୁଛି ଲୋକମାନଙ୍କ ଦ୍ୱାରା କରାଯାଉଥିଲା ଯେ ଶ୍ରମିକମାନେ କାମ ପାଉନାହାନ୍ତି ଏ ଅଭିଯୋଗ। ମେସିନ୍ ତ କାମ କରିବା କଥା ନୁହଁ, ଏଟା ମାନୁଆଲ ୱାର୍କ ହବା କଥା। ଏହିପରି ଭାବେ ଆଜି 105ଟି ଯୋଉ ଥିଲା ଯେତେବେଳେ ନଥିଲା ସେଭଳି କୌଣସି ଆଖିକୁ ଆସିନି। ଯଦି ଆପଣ ଫିଲ୍ଡରେ କିଛି ଆସୁଛନ୍ତି ନିଶ୍ଚିତ ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଛନ୍ତି, ତାଙ୍କ ନଜରକୁ ଆଣିବେ କିମ୍ବା ଆମ ନଜରକୁ ମଧ୍ୟ ଆଣିପାରିବେ। ନିଶ୍ଚିତ ଭାବେ ଯଦି କୋଉଠି ମେସିନ୍ କାମରେ ଲାଗୁଥିବ, ଯୋଉଠି ଆପଣଙ୍କ CFC-SFC ସହିତ କନଭର୍ଜେନ୍ସ ହେଇଥିବ, ଆମର ପଞ୍ଚାୟତ ଫଣ୍ଡ କିମ୍ବା ଫାଇନାନ୍ସିଆଲ ଗ୍ରାଣ୍ଟ ଅନୁସାରେ ଆମେ ମେସିନ୍ ବ୍ୟବହାର କରିପାରିବା, କିନ୍ତୁ ନରେଗାରେ ଏକ୍ସକ୍ଲୁସିଭଲି ମେସିନ୍ ଲଗେଇବାଟା ବାରଣ ଅଛି। ଯଦି ଆସୁଥିବ ନିଶ୍ଚିତ ଭାବେ ଆଣିବେ, ଆମେ ତ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା। ଧନ୍ୟବାଦ, ଥ୍ୟାଙ୍କ ୟୁ। ଆଜି ଓଡ଼ିଆ ପକ୍ଷୀ ହିସାବରେ କାର୍ଯ୍ୟକ୍ରମ ପ୍ରତି ପଞ୍ଚାୟତରେ କରାଯାଉଛି। ପିଓ ମାନଙ୍କୁ ମତେ ଭିଡିଓ ମାନେ ପୂର୍ବରୁ ମତେ ଜଣେଇଥିଲେ ଯେ ପିଓ ମାନେ ଆଜି ଓଡ଼ିଆ ପକ୍ଷ ପାଳନ ପାଇଁ ଅଛନ୍ତି, ତ ଆମେ ତାଙ୍କୁ ଏକ୍ଜାମ୍ପ୍ଟ କରିଥିଲୁ। କିନ୍ତୁ ସବୁ ପଞ୍ଚାୟତର ଭିଆରପି ତଥା GRS, ADO, JEI ଏଇ ଅନ୍ୟାନ୍ୟ ଷ୍ଟାଫ ମାନେ ଥିଲେ। ହର୍ଟିକଲଚର ସ୍କିମ୍ ଟି କ୍ଲୋଜ ହେଇଯାଇଛି ବର୍ତ୍ତମାନ। ହର୍ଟିକଲଚର କେହି ମଧ୍ୟ ପାଇବେ ନାହିଁ, ତାର ଅନ୍ୟ ହର୍ଟିକଲଚର ସ୍କିମ୍ ଅନୁସାରେ ପାଇବେ। ନରେଗାରେ ହର୍ଟିକଲଚର କେବଳ ଗତ ବର୍ଷ ଯାଏଁ ଲାଗୁ ଥିଲା, ଯୋଉମାନେ ପାଇଛନ୍ତି ସେ ବିଷୟରେ ଆଉ ତ ବର୍ତ୍ତମାନ ପାଇବାର କୌଣସି ସ୍କୋପ ମଧ୍ୟ ନାହିଁ।